ସେଦିନର ସେ ଅପମାନ ଯାହା କହିବେ ମାନିବେ, ଯାହା ଶାସ୍ତି ତମେ ଭୋଗିବେ। ମୁଁ ସତ କହୁଛି ନା, ନିଆଁକୁ ଡେଇବା କଥା କହିଲେ ମୁଁ ଡେଇଁ ପଡିବି। ଏବେ ସେ କଥା ଭାବିବାର ସମୟ ନୁହଁ। ଏବେ ଆମ ପୁଅର ଜୀବନ ବଡ଼। ଡାଇଲଗ, ନାଚ, ତାଳି, 500 ଟଙ୍କା କଥା ଭୁଲି ପାରିଲେ ତ? କହନ୍ତୁ ନା, କଣ ମତେ ଶାସ୍ତି ଦେବେ? କି ପ୍ରାୟଶ୍ଚିତ କରିବି ମୁଁ? ପାରିବୁ, ଯାହା କହିବି ତୁ କରିପାରିବୁ। ତୁ ବିଧବା ହେଇଯା। କଣ କହିଲ ତମେ? ମୁଁ କହିଲି ସୂର୍ଯ୍ୟ ମିଶ୍ରର ଝିଅ ଶୀତଲ ମିଶ୍ର ବିଧବା ହବ। ପଥରୁ ସିନ୍ଦୁର ପଚିବ, ହାତରୁ ଶଙ୍ଖ ଭାଙ୍ଗିବ, ବେକରୁ ମଙ୍ଗଳ ସୂତ୍ର ଖୋଲିବ, ଚିତ୍କାର କରି କହିବ ମୋ ସ୍ୱାମୀ ମୋ ପାଇଁ ମରିଗଲା। ମୁଁ କହୁଛି ତୁ ପଳା। ଆଲୋ ସ୍ତ୍ରୀ ପଡ଼ିଆରେ ଓଜନ ଥିଲେ ତା ସ୍ୱାମୀକୁ ଜମା ବି ନେଇ ପାରିବନି। ଆଲୋ ପ୍ରତିଭତା ସ୍ତ୍ରୀ କେବେ ବିଧବା ହୁଏନି। ମୁଁ କହୁଛି ତୋ ସ୍ୱାମୀର କିଛି ହବନି। ଯା ତୋ ସ୍ୱାମୀ ପାଖକୁ ତୁ ପଳେଇ ଯା। କି ଏଡ଼େ ସତୀ ସାବିତ୍ରୀ, ସତୀ ପଡ଼ିଆ ଦେଖାଉଛୁ। ତୁ କହିବାକୁ ଚାହୁଁଛୁ ତୋ ପାଇଁ ମୁଁ ବଞ୍ଚିଛି। ଖାଇବାକୁ ପାଉନଥିଲ, ଚୁଡ଼ା ଖାଇ ବଞ୍ଚୁଥିଲ, ଚିରା ସାର୍ଟକୁ ସିଲେଇ କରି ମତେ ବାହା ହବାକୁ ଯାଇଥିଲ। ମୁଁ ଆସିଲା ପରେ ଇଟା ଶ୍ରମିକରୁ ଇଟା ଭାଟି ମାଲିକ ହେଲ। 50 ଟଙ୍କାରେ ଗୁଣ୍ଡା ପାଟ କରୁଥିଲ, ଏବେ ବିଲିୟନ କରୁଛ। ପଳା ସେ ତ, ମୁଁ କହୁଛି ତୁ ପଳା। ଚାଲ ଚାଲ ଭାଉଜ ଚାଲ। ଗୁରୁମା ଠିକ କହୁଛନ୍ତି, ଯାହା ତମ ଭାଗ୍ୟରେ ଥିବ ସେଇଆ ହବ। ଚାଲ ଭାଉଜ ଚାଲ, ଏ ଅମଣିଷଟାର କଥା ଜମା ଶୁଣନି। ଚାଲ ଭାଉଜ ଚାଲ। ହଁ କହିଲୁ ତ ପା ମୋ ମଣିଷ। ଏଇ ମୋ ମଣିଷ ଯିଏ ପୁଅର ନୁହେଁ, ସିଏ ବାପ ନୁହେଁ, ରାକ୍ଷସ। ସିଏ ପୁଅ ବଞ୍ଚି ଥାଉ ଥାଉ ନିଜ ବୋହୂକୁ ବିଧବା ହବାକୁ କହେ। ସେଇଟା ମଣିଷ ନୁହେଁ, ଗୋଟାଏ ଜଙ୍ଗଲି ଭାଲୁ। ଛୋଟ ଖାଇବାକୁ ପାଉନଥିଲୁ, ଆଗରେ ଜୋତା ପୋଲିସ କରୁଥିଲୁ। ମୁଁ ତୋତେ ଆଣି ମୋ ଇଟା ଭାଟିରେ ଚାକିରି ଦେଲି। ଶଳା ମୋତେ ବଡ଼ ବଡ଼ ମୋର ଭୁଲ ହେଇଥିଲା ସେଦିନ ତମ କଥା ମାନି ତମ ପାଖରେ ଚାକିରି କରିବା। ଭାବିଥିଲି ସବୁ କଳାକାର ଗୁଡାକ ହୃଦୟବାନ, ସେମାନଙ୍କର ମଣିଷ ପଣିଆ ଅଛି। ହେଲେ ଆଜି ପ୍ରମାଣ ପାଇଗଲି, କିଛି କଳାକାର ମଞ୍ଚରେ ଯେମିତି ଅଭିନୟ କରନ୍ତି, ମଞ୍ଚ ତଳେ ତାଠୁ ବେଶୀ ଭଲ ଅଭିନୟ କରନ୍ତି। ମଞ୍ଚରେ ସେମାନେ ଯେତିକି ସୁନ୍ଦର, ମଞ୍ଚ ତଳେ ସେତିକି କଦାକାର। ସେମିତି ହେଇନଥିଲେ ବହୁଟା ତା ସ୍ୱାମୀ ପାଇଁ ବିକଳ, ଅଥଚ ତମେ ମୁଁ ଆପଣଙ୍କ ହାତ ଯୋଡୁଛି, ଆପଣଙ୍କ ଗୋଡ଼ ତଳେ ପଡୁଛି ନନା। ମୋ ସ୍ୱାମୀକୁ ବଞ୍ଚେଇ ଦିଅନ୍ତୁ ନନା। ମୋ କଥା ମାନି ବିଧବା ହେଇଯା। ଦେବତାରୁ ସିନ୍ଦୁର, ହାତରୁ ଶଙ୍ଖ, ବେକରୁ ମଙ୍ଗଳ ସୂତ୍ର ଖୋଲି ଦେ। ନନା ଆପଣ ବୁଝୁନାହାନ୍ତି କାହିଁକି? ଶପଥ କି ବିନା ମୁଁ ବଞ୍ଚି ପାରିବିନି, ବଞ୍ଚି
ଅଥର କାହାରି କଥା ବୁଝି ପାରେନି ଲୋ ସେ ତ ବରଂ ତୁ ଗୋଟେ କାମ କର ତୁ ତ ବାପା ପାଖକୁ ଚାଲି ଯା ନହେଲେ ତୋର ବଡ ବଡ ସାଙ୍ଗସାଥି ମାନେ ଥିବେ ସେଇମାନଙ୍କ ପାଖରୁ ଟଙ୍କା ଆଣି ତୋ ସ୍ୱାମୀକୁ ଭଲ କର ବୋଉ ସମସ୍ତେ ମୁହଁ ଫେରେଇ ନେଲେ ଡାଡି ବି ମୁହଁ ଫେରେଇ ନେଲେ ହେ ଭଗବାନ ତୁ ମୁହ ଫେରେଇବିନି ଯଦି ତୁ ମୋ କଥାରେ ବିଧବା ହେଇଯିବି ଏଇଆ ଚାହୁଁଛନ୍ତି ନା ଆପଣ ମୁଁ ମୋ ମଥାରୁ ସିନ୍ଦୁର ପୋଛି ଦେବି ହାତରୁ ଶଙ୍ଖା ଭାଙ୍ଗି ଦେବି ବେକରୁ ମଙ୍ଗଳସୂତ୍ର ଓହ୍ଲେଇ ଦେଇ ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯିବି ଏଇଆ ଚାହୁଁଛନ୍ତି ନା ଆପଣ ମୁଁ ସତ କହୁଛି ନନା ମୁଁ ଯଦି ଆପଣଙ୍କ ପୁଅ ଜୀବନରୁ ଦୂରେଇ ଯାଏ ନା ସିଏ ବଞ୍ଚିବେ ନା ମୁଁ ବଞ୍ଚିବି ମୁଁ ଯଦି ମୋ ସ୍ୱାମୀକୁ ମରଣ ପ୍ରାଣ ଦେଇ ଭଲ ପାଉଥିବେ ତାହେଲେ ଭଗବାନ କେବେ ବି ନିଷ୍ଠୁର ହେବେନି କେବେ ବି ନିଷ୍ଠୁର ହେବେନି ସେ ମୁଁ ଆପଣଙ୍କୁ ଦେଖେଇ ଦେବି ମୋ ସ୍ୱାମୀକୁ ମୁଁ ନିଶ୍ଚୟ ଭଲ କରି ଦେଖେଇ ଦେବି ନିଶ୍ଚୟ ଦେଖେଇ ଦେବି ମୁଁ ନିଶ୍ଚୟ ଦେଖେଇ ଦେବି ବାହାଘରର 8 ବର୍ଷ ପରେ ପୁଅ ଜନ୍ମ ହେଇଥିଲା ସେଦିନ ତମେ ଖୁବ୍ ଜୋରରେ ହସିଥିଲ ଆଜି ପୁଅ ମରିବାକୁ ଯାଉଛି ତମେ ହସିବ ନା କାନ୍ଦିବ ଅଲ୍ଲାହ କହିଲା ଭଲା ଯିଶୁ କହିଲା ଭଲା भगवान भी कहला भला लेकिन ये सारिया कहला बुरा तबे जहा कलो बुरा कलो मने रखो मो पुअर जदि किछि हेई जाए ताहले भाबी नब तमे मो भाग्यरे नथिलो बाबू माने भाग्य बड़े हरिश्चंद्र पड़े सब भाग्य बड़े नल राजा काटे घास मो भाग्य मो भाई बही साजे बाबू मोर समस्ते थिले आज मोर कहीं नहांते समस्ते मो ठारू डरे गले अच्छे से मरण सह लड़े करुचे टका नहले मो स्वामी मरी जीवे बाबू आपण मन मते साहाय्य करंतु मो स्वामी रो जीवन भिक्षा मागुचे